ବିଲୁଆ ତଣ୍ଟିରେ ଲାଗିଛି କଣ୍ଟା ଗୋଟେ ଗପ ଜାଣିଲା ମାନେ ଗପ ଶୁଣିବା। ବିଲୁଆ ତଣ୍ଟିରେ ଲାଗିଛି କଣ୍ଟା, ଏ କଣ୍ଟାଟି କିଏ କାଢ଼ିବ ନା ବଗ କାଢ଼ିବ। ଠିକ ଅଛି, ଆସ କହିବା। କଣ୍ଟିଆ ବିଲୁଆ ଓ ଥଣ୍ଟିଆ ବଗ ବଡ଼ ମିତ୍ର ଥିଲେ। ବିଲୁଆ ଆଉ ବଗ ବହୁତ ଭଲ ମିତ୍ର ଥିଲେ। ଦିନେ କଣ୍ଟିଆ ବିଲୁଆ କହିଲା ଥଣ୍ଟିଆ ସାଙ୍ଗ ମାନେ ବିଲୁଆ କହୁଛି ଯେ ମୋର ମିତ୍ର ଏତେ ମାଛ ଖାଉଛ, ଥରେ ମାଛ ଭୋଜି ଦଉନ। ବଗ ସମୁଦ୍ର ହେଇଛି ବସେ, ପୋଖରୀରେ ବସେ, ସମୁଦ୍ରକୁ ଯାଏ, ଡେଲି ମାଛ ଖାଉଛି, କିନ୍ତୁ ବିଲୁଆ ତ ମାଛ ଖାଇନି। ସେଥିପାଇଁ ବିଲୁଆ ବଗ କହୁଛି ବଗ ସାଙ୍ଗ ଡେଲି ମାଛ ଖାଉଛି, ଦିନେ ମାଛ ଭୋଜି ଦଉନ। ସେଠି କହିଲା ଭାବିଲା ସତ କଥା, ବଗଟା ଭାବିଲା ସତ କଥା, ମୁଁ ତ ଡେଲି ଖାଉଛି କିନ୍ତୁ ଖାଇବାକୁ ପାଉନି, କ'ଣ ମାଛ ଖାଇବାକୁ ପାଉନି। ମାଛ ଭୋଜି ଦେବାକୁ ବଗ କହୁଛି ସାଙ୍ଗକୁ ମାଛ ଭୋଜି ଦେବି। ଥଣ୍ଟିଆ ବଗ କହିଲା କାଲି ଭୋଜି ଭୋଜି ଦେବି, ଘରକୁ ଆସିବ, ଘରକୁ ନା ମୋ ଘରକୁ ଆସିବ, ମୁଁ ତୁମକୁ କାଲି ଭୋଜି ଦେବି। ସତକୁ ସତ କଣ୍ଟିଆ ବଗ କଣ୍ଟିଆ ବଗ କଣ୍ଟିଆ ମାଛ ବସି ଖାଇଲେ, ଦୁଇ ଜଣ ବସିକି ଖାଇଲେ କଣ୍ଟିଆ ମାଛ। କଣ୍ଟିଆ ନାହିଁ ଭାବି ତରବର ହୋଇ ଖାଇଚାଲିଲା। ବିଲୁଆ ଏତେ ରଖିଥିଲା, ସେ ଭାବିଲେ ଯେ କାଳେ ଗୁଳିବ ନ ଗୁଳିବ, ପାଇବି ନ ପାଇବି, ସେଥିପାଇଁ ସେ ଶୀଘ୍ର ଶୀଘ୍ର ମାଛ ଖାଇଦେବ। ଗୋଟିଏ ମାଛ କଣ୍ଟା କଣ୍ଟିଆ ବିଲୁଆ ତଣ୍ଟିରେ ଲାଗିଗଲା। ସେ ଏତେ ସ୍ପିଡ୍ ଖାଉଥିଲା ମାଛ, କଣ୍ଟା ଗୋଟେ ଆସିକି ତା ତଣ୍ଟିରେ ଲାଗିଗଲା। ବିଲୁଆ ଛୋଟ ପଡ଼ିଥିଲା, ତଣ୍ଟିରେ କଣ୍ଟା ଲାଗିଯିବ ମାନେ ସେ ତାକୁ କଷ୍ଟ ହବ, ଛଟପଟା ଥିଲା। କ'ଣ ହେଲା କି ମିତ୍ର, ଏଇ ଯେ ବଗ ବିଲୁଆକୁ ପଚାରୁଛି ଯେ ମିତ୍ର କ'ଣ ହେଲା। ତରବର ହେବା କଣ୍ଟକିତ, ତରବର ହେଲା କିସ ହେଇଛି ଆମେ ଦେଖିବା। ସେ ବଗ ସାଇ କଥା କହୁଛି, ବିଲୁଆକୁ କଷ୍ଟ ହେଉଛି, ତା ପେଟରେ ତଣ୍ଟି ଭିତରେ ରହିଛି କଣ୍ଟାଟା। ବଗ କହୁଛି ବିଲୁଆକୁ ମୁଁ ମୋର ଲମ୍ବା ଥୁଣ୍ଟ ଅଛି, ଧରିକି କଣ୍ଟାକୁ ବାହାର କରିବାକୁ ଚେଷ୍ଟା କରିବି। ବିଲୁଆ ଆଁ କଲା, ତାପରେ ବଗଟା କିସ କଲା ନା ସିଏ ତାର ବେକ ଭିତରକୁ ପୁରେଇଲା ଫଳରେ ସେ କଣ୍ଟା ଟାଣିଦେଲା। କଷ୍ଟ ହବ ଯେ ସେ ତାର ଲମ୍ବା ଥୁଣ୍ଟରେ ବିଲୁଆର ବଡ଼ କଣ୍ଟାକୁ ବାହାର କଲା, ଆଉ ବିଲୁଆକୁ ରକ୍ଷା କଲା ବିପଦରୁ। ବିଲୁଆ ଖୁସି ହୋଇ କହିଲା ମୁଁ ବଞ୍ଚିଗଲି। ତା ତଣ୍ଟରେ କଣ୍ଟା ହେଲା, ସେ ନିଶ୍ୱାସ ନେବାକୁ କଷ୍ଟ ହେଉଥିଲା, ଗଧରେ କଷ୍ଟ ହେଉଥିଲା, ସେ ଖାଇପାରିଲା ଯେଉଁ ବଗ ତା ତଣ୍ଟରୁ କଣ୍ଟା କାଢ଼ିଦେଲାକୁ ବିଲୁଆକୁ କିସ ହେଲା ଆଉ କଷ୍ଟ ହେଲାନି, କଣ୍ଟା ବାହାରିଗଲା, ତାକୁ ଶାନ୍ତି ମିଳିଲା, ସେ ବଞ୍ଚିବି। ସେଥିପାଇଁ ବିଲୁଆ ଖୁସି ହେଲା ବଗ ଉପରେ। ଏ ଗପରୁ ତମେ ଶିଖିଲ ଯେ ଆମେ ଯେକୌଣସି ବି ଜିନିଷ ଖାଉଛେ ଭଲ ଭାବରେ ଦେଖି ଖାଇବା, ଅସ୍ତ୍ର ବି ଖାଇବା, ଖାଇବା ପରେ ଅସୁବିଧା ଲୋଭରେ ପଡ଼ିକି ଏମିତି ଖାଉଥିଲା। ଢଙ୍ଗ ଅଛି, ବୁଝିପାରିଲ? ଗପଟି ଶୁଣିକି ତମକୁ କେମିତି ଲାଗିଲା? ଯେ ଆମେ ଯେକୌଣସି କାମ କରୁଛେ ବା ଖାଉଛେ ରହି ଆମର ଖାଇବା ଉଚିତ, ଆମେ ବିପଦରେ